ଏମନ୍ତେ ଶୁଣ କଥାର ପୁତନା ଚାହେଁ ପିତବାସ ବାଳକ ସ୍ୱଭାବେ ଅନନ୍ତ ନିଦ୍ରାରେ ଦିଶନ୍ତି ଅଚେତ ଯଶୋଦା ମନେ ବିଚାରଇ ନିଦ୍ରାର ବେଳେ ଦେବୀ ମୋହି ଏମନ୍ତ ବୋଲିଣ ବୋଇଲେ କୃଷ୍ଣଙ୍କୁ ତୋଳିଣ ଧଇଲେ ଯଶୋଦା ଘେନି ବନମାଳି ପୁତନା କୋଳେ ଦେଲେ ତୋଳି ତା ଦେଖି ପୁତନା ହରସେ କ୍ଷୀର ସେ ଦେଲା ପିତବାସେ କୃଷ୍ଣର ନ ଜାଣଇ ବଳ ଆକର୍ଷି ନେଇ କଲା କୋଳ କୃଷ୍ଣର ମୁଖେ ଦେଲା ସ୍ତନ ଗାଢ଼ି ଶୋଷିଲେ ଭଗବାନ ପଞ୍ଚପରାଣ କ୍ଷୀର ସଙ୍ଗେ ପଶିଲା ଗୋବିନ୍ଦର ଅଙ୍ଗେ ଜୀବ ଛାଡ଼ିଲା ଗଣ୍ଠି ଛନ୍ଦ ଅସୁରୀ କଲା ଘୋର ନାଦ ନିଜ ଶରୀର ପ୍ରକାଶିଲା ଛାଡ଼ ଛାଡ଼ ବୋଲି ଡାକିଲା ଶବଦେ କମ୍ପିଲା ବ୍ରହ୍ମାଣ୍ଡ ମାଡ଼ି ପଡ଼ିଲା ଭୂମିଖଣ୍ଡ କର ଚରଣ ପ୍ରସାରିଲା ଦେଢ଼ ଯୋଜନା ବୁରିଲା ବୃକ୍ଷ ମନ୍ଦିର ଗୋରୁ ଘର ଭାଜି ହୋଇଲେ ସତେ ଚୁର ସୁଖ କହନ୍ତି ଶୁଣ ରାହେ କେ କହୁ ଅସୁରୀର ଗାଏ ଲଙ୍ଗଳ ଈଶା ପ୍ରାୟ ଦନ୍ତ ନାସିକା ପର୍ବତର ଅନ୍ତ ଖଣ୍ଡ ପର୍ବତ ସ୍ତନ ବେନି ହାଙ୍କର କେଶତା ମୂର୍ଧନି ପିଙ୍ଗଳ ଚକ୍ଷୁର ସ୍ୱରୂପ ଯେହ୍ନେ ଖୋଦିତ ଅନ୍ଧକୂପ ନଦୀର ତଟ ପ୍ରାୟ ଜଙ୍ଘ ଭୁଜ ଦିଶଇ ସେତୁ ବନ୍ଧ ଶୁଖିଲା ହ୍ରଦ ତା ଉଦର ଦେଖି କମ୍ପିଲେ ସୁର ନର ଗୋପରେ ପଡ଼ିଲା କହୁରି ଭୟେ ପଳାନ୍ତି ନର ନାରୀ ପଡ଼ି ଭାଜିଲା କାହା ମୁଣ୍ଡ କାହାର ଦେହ ଖଣ୍ଡ ଖଣ୍ଡ ଦେଖି ଚକିତ ନନ୍ଦରାଣୀ ଭୟ ଚିନ୍ତଇ ଚକ୍ରପାଣୀ କ୍ଷଣକେ ହୋଇଲା ସଚେତ ଉଠିଲ ଡରି ନିଜ ସୁତ ଗୋପୀଙ୍କି ବୋଲଇ ଉତ୍ତର କେ ଘେନି ଅଛ ମୋ କୁମର ଆଣ ମୋହର କୋଳେ ଦିଅ ପୁତ୍ର ନ ଦେଖି କମ୍ପେ ଦେହ ବହନ ଆଣ ପୁତ୍ର ଯାଇ ମରିବି ତା ମୁଖ ନ ଚାହିଁ ଦେଖିଲ ଯଶୋଦା ବିକଳ ଗୋପୀ ଧାମନ୍ତି ଅନ୍ତରାଳ ଭୟେ ଖୋଜନ୍ତି ଘର ଦ୍ୱାର ଦେଖିଲେ ପୁତନା ଉପର ବେନି ପର୍ବତ ମଧ୍ୟରେ ରହି ଯେସନେ ଶଶାଙ୍କ ଦିଶଇ ପୁତନା ସ୍ତନ ମଧ୍ୟ ହରି ଗୋପୀଏ ଯାଇ କୋଳ କରି ପୁତ୍ରକୁ ଦେଖିଲ ବିସ୍ମୟୀ ଆନନ୍ଦ ହୋଇଲେ ଥୋକାଏ ନୟନେ ପୁତ୍ରକୁ ଦେଖିଲ ଆନନ୍ଦ ଯଶୋଦାର ମନ କୋଳେ ଧରିଣ ଚୁମ୍ବ ଦେଇ ନିଜ ମନ୍ଦିରେ ମିଳେ ଯାଇ ରୋହିଣୀ ଦେଖିଣ ଉଷତ ଲୋକେ ହୋଇଲେ କୃତକୃତ୍ୟ ଗୋପୀ ମିଳିଲେ ବେଗେ ଯାଇ ବୋଲନ୍ତି ଯଶୋଦାକୁ ଚାହିଁ ଆପଦୁ ତରିଲା କୁମର ତୁ ଏବେ ରିଷ୍ଟ ଶାନ୍ତି କର ଶୁଣି ସାନନ୍ଦ ନନ୍ଦରାଣୀ ପୁତ୍ରକୁ ଘେନିଲା ରୋହିଣୀ ବେଢି ବସିଲେ ଗୋପନାରୀ ଯେତେ ଯଶୋଦା ପରିବାରୀ ବସା ଗୋଟିଏ ଆଣି କରି ତାଲଞ୍ଜେ ପୁତ୍ର ଦେହ ଝାଡ଼ି ଗୋମୂତ୍ରେ କରାଇ ସ୍ନାନ ଗୋରଜ କରନ୍ତି ଲେପନ ଗୋମୟେ ଦେଲେ ଠିଆ ଚିତା ଯେ ପ୍ରଭୁ ଗୋ ବ୍ରାହ୍ମଣ ହିତା ହସ୍ତରେ ଦୁର୍ବାଙ୍କୁର ଘେନି କଲ୍ୟାଣ କରନ୍ତି କାମିନୀ ଦ୍ୱାଦଶ ଅଙ୍ଗନ୍ୟାସ କରି ଗୋପୀ ବୋଲନ୍ତି ନାମ ଧରି ଯାହାର ନାହିଁ ଆଦି ଅନ୍ତ ଚରଣ ରଖୁ ତୋ ଅନନ୍ତ ଯଜ୍ଞ ପୁରୁଷ ଶ୍ରୀଅଙ୍ଗ ରକ୍ଷା କରନ୍ତୁ ବେନି ଜଙ୍ଘ ଅଚ୍ୟୁତ ରଖୁ କଟି ଭାଗ ଗର୍ଭ ରଖନ୍ତୁ ପଦ୍ମନାଭ ହୃଦୟ ରଖୁ ହୟଗ୍ରୀବ କଣ୍ଠ ତୋ ରଖୁ ବାସୁଦେବ ବିଷ୍ଣୁ ତୋ ରଖୁ ବେନି ଭୁଜ ବକ୍ଷ ତୋ ରଖୁ ଗ୍ରହରାଜ
ଲଲାଟ ରଖୁ ସଦାଶିବ ମୁଖ ତ ରଖନ୍ତୁ ମାଧବ ତୋର ଅଗ୍ରତେ ଚକ୍ରଧର ପୃଷ୍ଠ ତ ରଖୁ ଗଦାଧର ସାରଙ୍ଗ ଧର ଏକ ପାଖ ଖଡ଼ଗ ଧାରି ଆର ପାଖ ସଙ୍କତ ରଖୁ ଚାରି କୋଣ ଉପରେ ରଖୁ ନାରାୟଣ ଗରୁଡ଼ପତି ରଖୁ ତଳେ ମଧୁସୂଦନ ଅନ୍ତରାଳେ ଋଷିକେଶ ତ ଇନ୍ଦ୍ରିଗଣ ରଖୁ ଗୋବିନ୍ଦ ପଞ୍ଚ ପ୍ରାଣ ଚିତ୍ତ ତ ଶ୍ଵେତ ଦ୍ୱୀପପତି ମାଧବ ରଖୁ ତୋର ମତି ଖେଳନ୍ତେ ରଖୁ ବନମାଳୀ ଶୟନେ କୃଷ୍ଣ ପ୍ରତିପାଳି ଚାଲନ୍ତେ ଭୋଜନେ ଶୟନେ ରଖନ୍ତୁ ଶ୍ରୀମଧୁସୂଦନେ ଭୂତ ବେତାଳ ପ୍ରେତ ଜ୍ୱର ଗ୍ରହ ଡାକିନି ନିଶାଚର ଦୁଷ୍ଟ ସ୍ୱପନ ଗ୍ରହ ପୀଡ଼ା ବିଷ୍ଣୁ ନାଶନ୍ତୁ ସର୍ବଅଡ଼ା ନିର୍ଭୟ କରୁ ନର ସିଂହ ବଜ୍ର ତ ହେଉ ସର୍ବଦେହ ଆମ୍ଭ ଆୟୁଷ ତୋତେ ହେଉ ତ ଦେହ ଚିରକାଳ ରହୁ ଅଶ୍ୱତ୍ଥମାଦି ସିଦ୍ଧ ସାତେ ତାହାଙ୍କ ଆୟୁର୍ବଳ ଯେତେ ଏ ସର୍ବ ତୋର ଦେହେ ହେଉ ତୋଜସ ତିନି ପୁରେ ଥାଉ ନଥାଉ ତୋତେ କେ ଜିଣନ୍ତା ତିନି ଭୁବନେ ସାମରଥା ହେମନ୍ତ ସ୍ନେହ ଭର ହୋଇ ଯଶୋଦା କୋଳେ ଦେଲେ ନେଇ ସ୍ତନ୍ୟ ପିଆଇ ନନ୍ଦ ରାଣୀ ଭଏ ଚିନ୍ତଇ ଚକ୍ରପାଣି ନନ୍ଦ ଯେ ଥିଲା ମଧୁବନେ ଆସି ମିଳିଲା ରାତ୍ର ମାନେ ଦେଖିଣ ପୁତନା ଶରୀର ଭଏ କମ୍ପଇ ଥରହର ମିତ୍ର ବଚନ ମନେ ଗୁଣି ସୁମରି ଦୃଢ଼େ ପରିମାଣି ଗୋପାଳ ମାନଙ୍କୁ ରାଇଲା ଦହନ କରହ ବୋଇଲା ନନ୍ଦ ଆଜ୍ଞାରେ ଗୋପଜନ ବୋଲନ୍ତି କରିବୁ ଦହନ ତକ୍ଷଣେ କରି ଖଣ୍ଡ ଖଣ୍ଡ ଦହିଲେ ପୁତନାର ପିଣ୍ଡ ଅନଳେ ଦହନ୍ତେ ଅସୁରୀ ଗନ୍ଧ ପ୍ରସରିଲା କସ୍ତୁରୀ ଆନନ୍ଦ ହୋଇଲେ ସକଳେ ଗନ୍ଧ ଆମୋଦ ଦିଗପୁରେ ହରି ଭକ୍ଷିଲେ ଯାର କ୍ଷୀର ସୁଗନ୍ଧ କେତେ କମାତର ଅଷ୍ଟାଙ୍ଗ ଯୋଗେ ମୁନି ଗଣେ ଚିନ୍ତନ୍ତି ଯେ ହରି ଚରଣେ କ୍ଷୀର ସଙ୍ଗତେ ପଞ୍ଚ ପ୍ରାଣ ଶ୍ରୀକୃଷ୍ଣ ଦେହେ ହେଲା ଲୀନ ପାମରି ସ୍ୱଭାବେ ଅସୁରୀ ଅନେକ ପାପ ଥିଲା କରି ହତ୍ୟା କହିବା ତାର କେତେ ଦେହରେ ଲୋମ ଅଛି ଯେତେ କୃଷ୍ଣଙ୍କୁ କୋଳେ ବସାଇଲା ଶ୍ରୀମୁଖ ଚାହିଁ କ୍ଷୀର ଦେଲା ଦେବକୀ ନନ୍ଦ ଯଶୋବନ୍ତୀ ବସୁଦେବଙ୍କ ଜହିଁ ଗତି ତହିଁକି ପେଶିଲେ ମୁରାରୀ ଅସୁରୀ ଗଲା ଆଗସରି ଗୋପୀ ଗୋପାଳ ଯେତେ ଗାଈ ଯାହାଙ୍କ କ୍ଷୀର କୃଷ୍ଣ ଖାଇ ବସିଲେ ଯେତେ ଜନ କୋଳେ ସବୁ ତରିବେ ଏକା ବେଳେ ଅସୁରୀ ଦହନ କରାଇ ଘରେ ମିଳିଲେ ନନ୍ଦ ଯାଇ ପୁତନା ଆଗମନ ଲୋକେ କହିଲେ ନନ୍ଦ ଆଗେ ଥୋକେ ନନ୍ଦ ଯେ ବିସ୍ମୟ ହୋଇଲେ ସକଳେ କୃଷ୍ଣ ସୁମରିଲେ ଗୋପାଳେ ବୋଲନ୍ତି ହେମନ୍ତ ଦେଖ ସଂସାର ଅଦ୍ଭୁତ ନିଜ ମନ୍ଦିରେ ନନ୍ଦ ମିଳି କୋଳେ ବସାଇ ବନମାଳି ଶ୍ରୀକୃଷ୍ଣ ଶିରେ ଦେଇ କର ଚୁମ୍ବନ ଦେଲା କପାର ବିପ୍ରଙ୍କୁ ରାଇ ଗ୍ରହ ଶାନ୍ତି କରାଇ ଚିନ୍ତଇ ଶ୍ରୀପତି ନନ୍ଦର ଆଜ୍ଞାରେ ବ୍ରାହ୍ମଣେ କରନ୍ତି ଶାନ୍ତି ଗ୍ରହ ଗଣେ ଯଜ୍ଞ ଉଚିତ ପ୍ରାୟଶ୍ଚିତ କରନ୍ତି ଧର୍ମଶାସ୍ତ୍ର ମତ ଷଡ଼ ଅକ୍ଷର ମନ୍ତ୍ର ପଢି ସିଞ୍ଚନ୍ତି କୁଶ ଘେନି ବାରି ପୁତନା ମରଣର ବାଣୀ କର୍ଣ୍ଣେ ଶୁଣନ୍ତି ଯେତେ ପ୍ରାଣୀ ଅସୁରୀ ତରିଲା ଯେମନ୍ତେ ସୁଜନେ ଯିବ ସେହି ପଥେ ଭକତି କର ଦୃଢ଼ ଚିତ୍ତେ ହରି ଭକତଙ୍କର ମତେ ଗୀତ ବିନୋଦ ଭାଗବତ କହିଲା ଦାସ ଜଗନ୍ନାଥ ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପାରମହଂସ୍ୟଂ ସଂହିତାୟଂ ଦଶମ ସ୍କନ୍ଧେ ପୂର୍ବାର୍ଦ୍ଧେ ସପ୍ତମୋଧ୍ୟାୟ।